ମଣିଷ ସେତେବେଳେ ଗରିବ ହୁଏ ନାହିଁ ଯେତେବେଳେ ତା ପାଖରେ ଟଙ୍କା କମ୍ ଥାଏ। ମଣିଷ ସେତେବେଳେ ଗରିବ ହୁଏ ଯେତେବେଳେ ତା ହୃଦୟରେ ଅନ୍ୟ ପାଇଁ ଜାଗା ରହେ ନାହିଁ, ଯେତେବେଳେ ମଣିଷ ସ୍ୱାର୍ଥପର ହୋଇଯାଏ। ଜୟ ଜଗନ୍ନାଥ, ନମସ୍କାର। ଆଜି ଆମେ ସ୍ୱାର୍ଥପରତା ବିଷୟରେ କିଛି ସମୟ ଆଲୋଚନା କରିବା। ଆଶା ରଖିବି ଆପଣମାନେ ଶେଷ ପର୍ଯ୍ୟନ୍ତ ଶ୍ରବଣ କରିବେ। ପ୍ରଥମେ ଗୋଟିଏ କଥା ସ୍ପଷ୍ଟ କରିବା, ସ୍ୱାର୍ଥପରତା କ'ଣ? ନିଜ ପାଇଁ ଭାବିବା, ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା, ନିଜ ପରିବାର ଭବିଷ୍ୟତ ପାଇଁ ସଞ୍ଚୟ କରିବା, ନିଜ ଅଧିକାର ପାଇଁ କଥା କହିବା, ଏସବୁ କଥା ସ୍ୱାର୍ଥପରତା ହୋଇପାରେ। କିନ୍ତୁ ଯେତେବେଳେ ନିଜର ଲାଭ ପାଇଁ ଅନ୍ୟର ଅଧିକାର, ଭାବନା ଓ ଦୁଃଖକୁ ଅଣଦେଖା କରାଯାଏ, ସେତେବେଳେ ସ୍ୱାର୍ଥପରତାର କଥା ଆସେ। ଆଜି ଅନେକ ସମୟରେ ଆମ ସମସ୍ତଙ୍କର ମୋ ଘର, ମୋ ଟଙ୍କା, ମୋ ପିଲା, ମୋ ସଫଳତା, ମୋ ସୁବିଧା, ମୋ ସମୟ, ସବୁ ମୋର ଭଲ ହେବା ଦରକାର। ଆଉ ସେଇ ମୋର ଭିତରେ ଆମ କଥାଟା ହଜିଯାଉଛି। ପୂର୍ବରୁ ପଡ଼ୋଶୀ ଘର ଲୋକ ଦୁଃଖରେ ରହିଲେ ଗାଁ ଲୋକ ଆସିକି ଛିଡ଼ା ହୋଇଯାଉଥିଲେ। ଆଜି ଅନେକ ସମୟରେ ପଡ଼ୋଶୀ ଘରେ କ'ଣ ଘଟୁଛି ଆମେ ସେ କଥା ଜାଣୁନାହାନ୍ତି। ଆଜି ସ୍ୱାର୍ଥରେ ବନ୍ଧା ମଣିଷ, ଅର୍ଥରେ ବନ୍ଧା ମଣିଷ କେଉଁଠି ନା କେଉଁଠି ସ୍ୱାର୍ଥର ବଶବର୍ତ୍ତୀ ହେଇଛି। କେତେକ ସମ୍ପର୍କ ଆଜି ଏମିତି ହେଇଯାଇଛି, କାମ ଥିଲେ ଫୋନ୍, କାମ ନଥିଲେ ନୀରବତା। ଆବଶ୍ୟକତା ଥିଲେ ଭାଇ, ଆବଶ୍ୟକ ନଥିଲେ ଭାଇର ଆବଶ୍ୟକତା ନାହିଁ। ଏହା ହେଉଛି ସ୍ୱାର୍ଥପରତାର ଗୋଟିଏ ରୂପ। ସମ୍ପର୍କ ଯଦି କେବଳ ଆବଶ୍ୟକତାରେ ମନେ ପଡ଼େ, ସେଠାରେ ସମ୍ପର୍କ ନୁହେଁ, ସ୍ୱାର୍ଥ ଅଛି। ଆଜି ମଣିଷ ସେଇ କଥାଟିକୁ ବୁଝିଛି। ଆଉ ତାର ପରିଣାମ ସ୍ୱରୂପ ସ୍ୱାର୍ଥପରତା ବଢ଼ିଲେ କ'ଣ ହୁଏ, ସେ କଥା ଆମକୁ ଟିକେ ବୁଝିବାର ଅଛି। ସ୍ୱାର୍ଥପରତା ବଢ଼ିଲେ ସମ୍ପର୍କ ଦୁର୍ବଳ ହୁଏ, ପରିବାର ଭାଙ୍ଗିଯାଏ, ବୁଢ଼ା ଲୋକଟିଏ ଏକାକୀ ହୋଇଯାଏ, ପିଲାମାନେ ଭାବନାତ୍ମକ ଭାବେ ଦୂରେଇ ଯାଆନ୍ତି, ସମାଜରେ ବିଶ୍ୱାସ କମେ, ପଡ଼ୋଶୀ ଠାରୁ ଦୂରେଇ ଯାଏ ଏବଂ ଶେଷରେ ମଣିଷ ଭିଡ଼ ଭିତରେ ରହି ମଧ୍ୟ ମଣିଷଟିଏ ଏକା ହୋଇଯାଏ। ଜଣେ ଧନୀ ଲୋକ ଥିଲେ, ବହୁତ ବଡ଼ ଘର ଥିଲା, ବହୁତ ଟଙ୍କା ଥିଲା, ବଡ଼ ବଡ଼ ଗାଡ଼ି ତାଙ୍କ ଘର ଦୁଆର ମୁହଁରେ ଥିଲା, କିନ୍ତୁ ଘରେ କେହି ତାଙ୍କ ସହିତ ବସୁନଥିଲେ, ତାଙ୍କ ସହିତ ଖାଉନଥିଲେ, ତାଙ୍କ ସହିତ କଥାବାର୍ତ୍ତା ହେଉନଥିଲେ। ପୁଅ ନିଜ କାମରେ ବ୍ୟସ୍ତ ଥିଲା, ଝିଅ ନିଜ କାମରେ ବ୍ୟସ୍ତ ଥିଲା, ସ୍ତ୍ରୀ ନିଜ ଘର କୋଠରୀ ଭିତରେ ରହୁଥିଲା। ଦିନେ ସେ ଡାକ୍ତରଙ୍କ ପାଖକୁ ଗଲେ। ଡାକ୍ତର କହିଲେ, ଆପଣଙ୍କୁ ଏବେ ଔଷଧ ଠାରୁ ଅଧିକ ଦରକାର ହେଉଛି ମଣିଷର ସାଙ୍ଗ। ସେ ଘରକୁ ଫେରିଲେ, ବଡ଼ ଘରଟାକୁ ଦେଖିଲେ ଆଉ ଭାବିଲେ, ମୁଁ ଘର ତିଆରି କରିଲି କିନ୍ତୁ ଘର ଭିତରେ ପରିବାର ତିଆରି କରିପାରିଲି ନାହିଁ। ଏହା ଆମ ସମସ୍ତଙ୍କ ପାଇଁ ଗୋଟିଏ ଶିକ୍ଷା। ତେବେ ଆମେ କ'ଣ କରିବା? ନିଜ ପାଇଁ ଭାବିବା ଦରକାର, କିନ୍ତୁ କେବଳ ନିଜ ପାଇଁ ନୁହେଁ, ନିଜ ପରିବାର ପାଇଁ ମଧ୍ୟ ଭାବିବା, ପଡ଼ୋଶୀ ପାଇଁ ମଧ୍ୟ ଭାବିବା, ସମାଜ ପାଇଁ ଭାବିବା, ଦେଶ ପାଇଁ ଭାବିବା। ଆଜିଠାରୁ ଗୋଟିଏ ଛୋଟ ଅଭ୍ୟାସ କରିବା, ପ୍ରତିଦିନ ଜଣେ ମଣିଷକୁ କିଛି ଆଶା ନ ରଖି ସାହାଯ୍ୟ କରିବା, ନିଃସ୍ୱାର୍ଥ ଭାବେ ଭଲ ପାଇବା। ଆମେ ଅନ୍ୟର ଦୁଃଖରେ କେବେ ଠିଆ ହୋଇଛନ୍ତି କି? ଆମେ କେବେ କାହାକୁ ନିଜ ସ୍ୱାର୍ଥ ବିନା ସାହାଯ୍ୟ କରିଛନ୍ତି କି? ଆମେ କେବେ ନିଜ ଭୁଲ ପାଇଁ କହିଛନ୍ତି କି ମୋର ଭୁଲ ହେଇଛି, ମୋତେ କ୍ଷମା କରିଦିଅ? ଯଦି ନାହିଁ, ତେବେ ଆଜିଠାରୁ ସେ କଥାଟା ଆରମ୍ଭ କରିବା। ଆମେ ଯଦି କହିବା ମୋ ଘର, ତେବେ ସେ କେବଳ ଗୋଟିଏ ଘର, କିନ୍ତୁ ଯେତେବେଳେ କହିବା ଆମ ଘର, ସେଠାରେ ସମ୍ପର୍କ ଅଛି, ସମ୍ପର୍କ ଜୀବିତ ବୋଲି ଭାବିବା। ମୋ ପିଲା, ଏହା ଦାୟିତ୍ୱ। ଆମ ପିଲା, ଏହା ଭଲ ପାଇବା। ମୋ ସମସ୍ୟା, ଏହା ଏକାକୀପଣ। ଆମ ସମସ୍ୟା, ଏହା ସହଯୋଗ। ତେଣୁ ଜୀବନରେ ମୋର ସହିତ ଟିକେ ଆମର ମଧ୍ୟ ରଖନ୍ତୁ। ସ୍ୱାର୍ଥ ଆମକୁ ସଫଳ କରିପାରେ, କିନ୍ତୁ ମାନବିକତା ହିଁ ଆମକୁ ମହାନ କରେ। ନିଜ ପାଇଁ ବଞ୍ଚିବା ଜୀବନ, ଅନ୍ୟ ପାଇଁ ବଞ୍ଚିବା ହେଉଛି ମଣିଷ ପଣିଆ। ମୋର ଲାଭ ପୂର୍ବରୁ ଯଦି ଆମର ଲାଭ ଭାବିପାରିବା, ସେଦିନ ସମାଜ ବଦଳିବ। ଟଙ୍କା ବଢ଼ିବା ସହିତ ମଣିଷ ପଣିଆ କମିଯାଏ। ସେ ଉନ୍ନତି ନୁହେଁ। ସମ୍ପର୍କକୁ ବ୍ୟବହାର କରନ୍ତୁ ନାହିଁ, ସମ୍ପର୍କକୁ ବଞ୍ଚେଇ ରଖିବାର ପ୍ରଚେଷ୍ଟା କରନ୍ତୁ। ଆଜି ଯାହାକୁ ଆପଣ ଅଣଦେଖା କରୁଛନ୍ତି, କାଲି ହୁଏତ ସେହି ମଣିଷଟି ଆପଣଙ୍କ ଆବଶ୍ୟକତା ହୋଇପାରେ। ତେଣୁ ସ୍ୱାର୍ଥ, ଅର୍ଥର ବଶବର୍ତ୍ତୀ ହୋଇ ଆପଣ ସମ୍ପର୍କ ଭିତରେ ସ୍ୱାର୍ଥକୁ ଯୋଡ଼ି ସମ୍ପର୍କ କାଟନ୍ତୁ ନାହିଁ। ବନ୍ଧୁ, ଜୀବନ ଆମକୁ ବହୁତ କିଛି ଦିଏ, କିନ୍ତୁ ଜୀବନର ଶେଷରେ ଆମେ ଏହା ପଚାରିବା ନାହିଁ, ମୋ ପାଖରେ କେତେ ଟଙ୍କା ଥିଲା, ମୋର କେତେ ବଡ଼ ଘର ଥିଲା, ମୋର କେତେଟା ଗାଡ଼ି ଥିଲା,
आम मन हुए तो पचारिब मु केते मनीषंक जीवन रे भल पाइबा छाड़ीगली। यह हेउची प्रकृत प्रश्न। तेणु आसंतु निज पाई रोजगार करिबा, परिवार पाई संचय करिबा, किंतु समाज पाई मध्य टिके समय रखिबा। निजर स्वप्न को पूर्ण करिबा किंतु अन्यर स्वप्न को भांगिबा नाही। निजे आगु को बढ़िबा किंतु अन्य को तल को टाणिबा नाही। कारण जीवन आमर, दायित्व मध्य आमर। सफलता आमर हेउ किंतु मानविकता मध्य आमर रहू। आसंतु मुरु आमे हवा, स्वार्थरु सहयोग को जीवा, मनीष होई मनीष पाई बंचिबा, निस्वार्थपर जीवन जीवार प्रचेष्टा करिबा। आज स्वार्थ अर्थर जीवन जीउथिबा मनीष आमे स्वार्थरु ऊर्ध्व को उठी आसंतु टिके बंचिबा शिखिबा। आज मनीष स्वार्थर बशवर्ती हेछि बोली मनीषर पकेट बड़ हेछि किंतु हृदय छोट हो जाइछि। संपर्क आज भल पाइबार नुहे, आवश्यकतार मपा जाउछि। काम थिले फोन आसुछि, काम सरीगले संपर्क हरि जाउछि। निजर लाभ पाई अन्यर क्षति करिबा सफलता नुहे, सेटा स्वार्थपरता। एक कथा मनीष आज भूली जाइछि। मनीष आज अन्यर लुह देखिबा पूर्वरु निज लाभटा को देखुछि। जेउ संपर्क रे मोर कोन लाभ प्रश्नटी आसीगला, सेटारे भल पाइबा कमिगला, ए कथा को मनीष भूली जाइछि। पूर्वरु दुख आसिले पड़ोशी लोक आसी पाखरे ठिया होतिले। आज पड़ोशी लोक आसीबे कि नहीं बोली मोबाइल रे आमे अन्य मनीष को फोन द्वारा डकौचंती, फोन रे खोलुचंती। आज आम पाखरे 1000 फेसबुक मित्र अछंती किंतु दुख बेले 2 जण 4 जण पाखरे पाइबा कष्टकर हो जाउछि। मनीष एबे अन्य को उठाइबा ठारू निजे ऊपर को जीवा को अधिक चाहूछि। निज पिला पाई सबु किछि दरकार किंतु अन्यर पिला पाई टिके मानविकता नाही। यह केमितिका समाज? स्वार्थ पाई ए सब कथा आज संभव होछि। टंका मनीषर आवश्यकता पूर्ण करे किंतु टंका मनीष पणिया किनी पारे नाही। ए कथा को आमे आज भूली जाइछन। आमे घर को ताला लगाउछु सुरक्षा पाई किंतु हृदय को ताला लगाउछु स्वार्थ पाई। अन्यर दुख रे जेउ हृदय कांदे नाही, सेई हृदय रे सफलता थाई पारे, शांति न थाई पारे। ए कथा आमे आज भूली जाइछन। स्वार्थ मनीष को एका करि दिए, मानविकता को मनीष सहित जोड़ी दिए। आज से मनीष पणिया कमजोर हो जाइछि, स्वार्थ आज अधिका हो जाइछि। निज पाई बंचिबा जीवनर आवश्यकता, अन्य पाई टिके बंचिबा जीवनर सौंदर्य, जीवनर मनीष पणिया मानविकता। स्वार्थपर मनीष पचारे मोते कौन मिलिबो, मनीष पणिया थिबा मनीष पचारे मु कौन देई पारिबी। जीवन रे सबु किछि निज पाई रखिदेले शेष रे बहुत टंका निज पाखरे रही पारे किंतु निजर लोक रही न पारंती। ए कथा को टिके भाबिबा। मनीष स्वार्थपर हेबा दिन ठारू मोर बढ़िला, आमर कमिला, आउ आमर कमिला दिन ठारू मनीष ठारू दूरे गला। यह आज समाज पाई सबुठारू बड़ विडंबना। आसंतु मोर हेई बंचुथिबा मनीष टिके आमर हेई बंचिबा, आम भितर संपर्क जोड़िबा, स्वार्थ को टिके कमजोर करी निसर्त भल पाइबार बंचिबा, अन्य सहित संपर्क जोड़ी बंचिबा, गोटे सुंदर जीवन जीवा, गोटे सुंदर सृष्टिर परिकल्पना करिबा।